Sono. ରାନୀ କୁଆ ଗଲୁ ସଅଣ ଧାଇଁକି ଆ ରାନୀ ବିଲକୁ ଯିବି ଦେ ହଉ ମୁଁ ଯାଉଛି ଆଁ ବାପା ହଁ କାଲି ରାକ୍ଷୀ ପୂର୍ଣ୍ଣିମା ଯାଇଥାନ୍ତି। ହଉ ମାସାଇ ଯିବା ଆଉ ଆରେ ତମେ ଦିନେ ଦୌଡ଼ିକି ଆଉଛ? ବୋଉ ଭାଇ କହୁଥିଲା ତୁ ଆଜି ତାକୁ କେତେ 10 ଟଙ୍କା ଦେଇଥିଲୁ, ତୁ ଏବେ ମତେ 10 ଟଙ୍କା ଦେ ବୋଉ। ପଇସା ଦେ ବୋଉ ମୁଁ ଜାଣିନି ତୁ ମତେ ପଇସା ଦେ ବୋଉ ହଇରେ ତୋର ମୋର ପାଶେ 10 ଟଙ୍କା ନେଇ ଦୋକାନରୁ ବରା ଖାଇଦେ, ତୋର କଣ ମନେ ପଡୁନି? ବୋଉ ତୁ ମତେ ପଇସା ଦେ ମୁଁ ଜାଣିନି। ଦେଖୁନୁ ବୋଉ ଏ କେମିତି ଏଠି ଅବୁଝା ହଉଛି। ଆମ ଧନବରୀ କିଏ ହବ? ହଉ ଶୁଣ, ଥଣାରେ 10 ଟଙ୍କା ଅଛି, ଯା 2 ଜଣ ମିଶିକି ଖାଇବ ଯା। ବୋଉ ଭଳି କିଏ ହବ? ଓହୋ ଆରେ ତୋ ବୋଉ କା ଲାଗିଲ? ଏଇଠି ଏଇନା ବଇଥିଲା କୁଆ ଗଲା ଜାଣି। ଗଲୁ ଗଲୁ ତ ବୋଉ ଗୋଟେ ବାଲ୍ଟି ଆଣିବୁ ଯା। ବୋଉ ବୋଉ ଏ ବୋଉ 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 ଏ ବୋଉ ତତେ ଡାକି ଡାକି ମୋ ପାଟି ଶୁଖିଲେ କୁଆ ଗଲୁ କହିଲୁ? ବୋଉ 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 ଏ ବୋଉ କଣ ହେଇଛି ତୋର? ବାପାଙ୍କୁ ଡାକିବି? ବୋଉ ଏ ବୋଉ ବୋଉ ବାପାଙ୍କୁ ଡାକିବି? ବାପା 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 କଣ ହେଲା? କାଇଁ ବାଡି କରୁଛୁ? ହଉ ରହ ମୁଁ ଯାଉଛି। ବାପା କଣ ହେଲା? କାଇଁ ରଡି କରୁଛୁ? ବୋଉ କେମିତି ଏଠି ପଡିଛି, କଣ ହେଇଛି ତୋ ମାର? ମାର ଦେହରୁ ଖଇ ଫୁଟୁଛି, ଧର ତାକୁ ଡାକ୍ତରଖାନା। ମା ଏ ମା ତୋ ଦେହ ଭଲ ହେଲାଣି ଟି? ମା ଡାକ୍ତର ସାର୍ ପା କହିଛନ୍ତି ତୋ ଦେହ ଆଜି ଭଲ ହେଇଯିବ। କାଲି ଆମେ ଘରକୁ ଗଲେ, କାଲି ରାକ୍ଷୀ ବନ୍ଧନ, ଭାଇମାନଙ୍କ ହାତରେ ମୁଁ ରାକ୍ଷୀ ବାନ୍ଧିବି। ମା ତୁ ଟିକେ ଶୋଇଥା, ଡାକ୍ତର ବାବୁ ସେତେବେଳେ କହିଦେଇକି ଯାଇଛନ୍ତି ଯେ ଯାଇଛନ୍ତି, ତୁ ଦେଖିକି ଆସିବି। ଏଇ ତ ଡାକ୍ତର ବାବୁ ଆସିଲେଣି। ଏଇ ବସ ସେଠି। ଆରେ ତମେ ବ୍ୟସ୍ତ ହବା କିଛି ଦରକାର ନାହିଁ, ତମ ଡିସଚାର୍ଜ ପେପରଟା ମୋ ଅଫିସରେ ମୁଁ ରଖି ଆସିଛି। ଆଉ ଏଇ ନିଅ ମେଡିସିନ କିଣି ଆଣି ଖାଇଦବ। ମୁଁ ଯାଉଛି। ଡାକ୍ତର ବାବୁ କଣ ହେଇଛି? ରିପୋର୍ଟରୁ ବାହାରିଛି ୟାଙ୍କୁ ଡେଙ୍ଗୁ ହେଇଛି। ଡାକ୍ତର ବାବୁ ମୋ ସ୍ତ୍ରୀ ଦେହ ଭଲ ହେଇଯିବ ତ? ବ୍ୟସ୍ତ ହବାର କିଛି ଦରକାର ନାହିଁ, ବର୍ଷା ଦିନ ତ ସାରି ଟାଣିକି ଶୁଅନ୍ତୁ। ଚାରିପଟ ସଫା ରଖିବ, ଆଉ ପାଣି ଜମା କରିବ ନାହିଁ, ଆଉ ଗରମ ପାଣି କରିକି ପିଇବେ। ଟାଇମ୍ ହେଲାଣି, ମୁଁ ଯାଉଛି। କାଲି ପରା ରାକ୍ଷୀ ପୂର୍ଣ୍ଣିମା, ତୁ କଣ ଜଗାବଳି ହାତରେ ରାକ୍ଷୀ ବାନ୍ଧିବୁନି କି? ଏରା ସବୁ ପଇସା ଖର୍ଚ୍ଚ ହେଇଗଲା। ବାପା ତମ ପାଖରେ କିଛି ଅଛି କି? ରାନୀ ଭିତରେ ଯୋଉ ପଇସା ଖଟିକି ଆଣିଥିଲି ତ ମା ଦେହରେ ଚାଲିଗଲା, ପଇସା ଆଉ କାଇଁ? ବାବୁ ଆପଣଙ୍କର କିଛି କାମ ମିଳିବ? ଆରେ ଛୋଟ ପିଲାଟା କଣ କାମ କରିବୁ? ଆଚ୍ଛା ହଉ ତୁ କାମ କରିବୁ, ତାହେଲେ ମୋର ଗୋଟେ କାମ ଅଛି, କରିପାରିବୁ? ହଁ ଚାଲ ଦେଖାଉଛି ମୁଁ ତତେ। ବାବୁ ଆପଣ ମତେ କେତେ ଟଙ୍କା ଦେବେ? ଆରେ ମୁଁ ସେ ତ କାମ କରିଦେଲେ 50 ଟଙ୍କା ଦେବି। ହଁ ହଉ ଠିକ ଅଛି, ମୋ କାମ ତ କରିଦେଲା ପରେ ମୁଁ 50 ଟଙ୍କା ଦେବି। ତୁ ଛୋଟ ପିଲାଟା କାହିଁ କାମ କରୁଛୁ? ହଉ ଚାଲ। ମା ଆଜି ପରା ରାକ୍ଷୀ ବନ୍ଧନ, ଏଡେ ବଡ ଦିନଟାରେ ବଡ ଭାଇ ଏଠି ବଇଛି, ହେଲେ ସାନ ଭାଇ କାହିଁ? ଏମାନଙ୍କ ହାତରେ କଣ ଆଜି ରାକ୍ଷୀ ବାନ୍ଧି ପାରିବିନି? ଏ ତମକୁ କଣ ଶୁଭୁନି ପିଲାମାନେ କଣ କହୁଛନ୍ତି? ମୁଁ କଣ କରିପାରିବି ଯେ? ଯାହା ପଇସା ଥିଲା ତ ତମ ଦେହରେ ଲାଗିଗଲା, କଣ କରିବି ମୁଁ? ବାପା ବୋଉ ଏ ରାନୀ ଦେଖେ, ଆମ ଦି ଭାଇ ପାଇଁ ରାକ୍ଷୀ ବି ଆଣିଛି, ଆଉ ମିଠା ବି ଆଣିଛି। ଏତେ ପଇସା କୋଉଠୁ ଆଣିଲୁ? ସତ କହିବୁ ନା ତ ପିଠିରେ ଛାଲ ଉତାରିଦେବି। କହ ସତ କହ, ଏତେ ପଇସା କୋଉଠୁ ଆଣିଲୁ? ସତ କହ। ଆରେ ଏତେ ପଇସା କୋଉଠୁ ଆଣିକି ଆଇଲା? ରୁହ ବାପା, ସେ କଣ କହୁଛି ଟିକେ ଶୁଣ।
ବୁଝି ବାପା କୋଉଠୁ ଆଣିଲୁ? ସତ କହୁଛି ଏ ରାକ୍ଷୀ ଆଉ ମିଠା କୋଉଠୁ ମୁଁ ଆଣିଛି କହୁଛି। କହର ଜଗା ଏତେ ପଇସା ତୁ କୋଉଠୁ ଆଣିଲୁ? ଆରେ କହୁନୁ। ବୋଉ ସନ୍ତୋଷ ବାବୁ 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 ଆପଣଙ୍କ କାମ ସରିଗଲା ଆଉ ଆଚ୍ଛା ହଉ ନେ ଏଇ 500 ଟଙ୍କା ନେ ତୁ ଖର୍ଚ୍ଚ କରିବୁ ହେଲା। ନିହାତି ବାବୁ। ସବୁ କାମ ସାରି ଦେଇଛୁ ତ? ଆଚ୍ଛା ଠିକ ଅଛି ନେ ଯା। ମତେ 50 ଟଙ୍କା ଦେବେ ବୋଲି କହିଥିଲେ ହେଲେ 500 ଟଙ୍କା ଦେଲେ। ଏଇନି ନା ଏଇଠି ତ ସାନ ଭାଇ ଆଇଲାଣି, ଯା ତୁ ଦି ଭାଇ ହାତରେ ରାକ୍ଷୀ ବାନ୍ଧି ଦବୁ। ନେ ବାପା ହଁ ରାନୀ ପାଇଁ ମୁଁ 400 ଟଙ୍କାରେ ମିଠା ଆଉ ରାକ୍ଷୀ ଆଣିଛି ହେରି। ଏଇ ନିଅ 100 ଟଙ୍କା ବୋଉ ପାଇଁ ଔଷଧ ଆଣିବ। ଆରେ ଜଗା ତୁ ଘରର ସାନ ପୁଅ ହେଇ ବଡ କାମ କରିଦେଇଛୁ ରେ, ତୁ ମହାନ। ଆଉ ତୁ ସେଠି କଣ ଠିଆ ହେଇଛୁ? ଏଠିକି ଆ। ତତେ ମୋର ରହିଲା ରାଣ କହିବୁନି କଥା ପଦିଏ ଟାଣ ରଖିବ ମନ ଚନ୍ଦନ ମମତାର ବନ୍ଧନ ଭାଇ हाय फ्रेंड, जदि आपको राखी बंधन उपर ये वीडियो भल लगी थाए ताल हमको लाइक कमेंट और सब्सक्राइब करेंगे। रही जय जगन्नाथ।